हेलो हाय नमस्कार भाग्य गाइड चैनल को स्वागत करुच्ची मु सुनीता। प्रोसेस जଣା अछि फाइल 1 फाइल 2 फाइल 3 एई तीनोटी कार्ड मध्यरु गोटाए कार्ड सिलेक्ट करंतु जो कार्ड सिलेक्ट करिले से नंबर रो वीडियो आपण देखि नियंतु। वीडियो स्किप करी करी गले फर्स्ट फाइल 1 तापर फाइल 2 तापर फाइल 3 चलंतु देखि नबा एबे आज रो रीडिंग। चलंतु देखि नबा एबे फाइल 1 रो रीडिंग। ଆପଣଙ୍କର ପାଷ୍ଟ ପ୍ରେଜେଣ୍ଟ ଫ୍ୟୁଚର ଏନର୍ଜି କଣ ରହିଛି ଆଉ ୟୁନିଭର୍ସ ତରଫରୁ କଣ ଗାଇଡାନ୍ସ ଆସିଛି। ଆପଣ ଏବେ ଯୋଉ ସିଚୁଏସନ ରେ ଅଛନ୍ତି ଆପଣଙ୍କର ସହ କିଏ ବିଶ୍ୱାସଘାତକତା କରିଛି ଆପଣଙ୍କର ବହୁତ ଶତ୍ରୁ ହେଇଯାଇଛନ୍ତି। ଆପଣଙ୍କ ପଛପଟରେ ଲୋକ ନିନ୍ଦା କରୁଛନ୍ତି, ଆପଣଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ମନରେ ସେଥିପାଇଁ ଟିକେ ଆପଣଙ୍କ ମନରେ ରାଗ ଅଛି କି ମୁଁ କିଛି ନ କରିକି ମଧ୍ୟ କଣ ପାଇଁ ଏସବୁ ଫେସ୍ କରୁଛି। ସବୁବେଳେ ଆପଣ ଅନ୍ୟମାନଙ୍କ ଦ୍ଵାରା ଅତ୍ୟାଚାରିତ ହିଁ ହଉଛନ୍ତି। ନିଜ ପାଇଁ ଆପଣ ନିଜେ ଷ୍ଟାଣ୍ଡ ନଉନାହାନ୍ତି। ଆପଣ ଜାଣିଛନ୍ତି ସମସ୍ତେ ଆପଣଙ୍କ ସହିତ ଭଲସେ ଟ୍ରିଟ୍ କରୁନାହାନ୍ତି ତଥାପି ବି ମଧ୍ୟ ଆପଣ ଚୁପ୍ ରହିଛନ୍ତି। ଆପଣ ଯଦି କୌଣସି ଏକ୍ସାମ ଦଉଥିଲେ କି କୌଣସି ସକ୍ସେସ ରେ ପହଞ୍ଚିବାକୁ ଚାହୁଁଥିଲେ ମଧ୍ୟ ଆପଣଙ୍କୁ ବାର ବାର ରେଜଲ୍ଟ ଫେଲ୍ୟୁର ମିଳିଛି। ଲାଗୁଛି ଯେମିତି ସବୁ ଏଣ୍ଡ ହେଇଯାଇଛି। ଆପଣ ଭାଙ୍ଗି ପଡିଛନ୍ତି ଆଉ ମାନସିକ ଚିନ୍ତାରେ ମଧ୍ୟ ରହିଛନ୍ତି। ଆଉ ଶାରୀରିକ ବି ଯେହେତୁ ଆପଣଙ୍କର ମନ ଏବେ ଷ୍ଟ୍ରେସ ରେ ଅଛି, ଆପଣ ନିଜେ ଷ୍ଟ୍ରେସ ରେ ସେଥିପାଇଁ ଶରୀର ମଧ୍ୟ ପୁରା ଫିଟ୍ ଲାଗୁନି। କାରଣ ଯଦି ଆମ ମାଇଣ୍ଡ ପଜିଟିଭ ରହିବ ଆମ ବଡି ବି ପଜିଟିଭ ରହିବ ଆଉ ଆମେ ଆକ୍ଟିଭ ରହିବା। ବହୁତ କାମ କରିକି ଆପଣ ଯେମିତି ଥକି ପଡିଛନ୍ତି, ପରିସ୍ଥିତିକୁ ଆପଣ ନିଜ କଣ୍ଟ୍ରୋଲରେ ବି ଆଣିପାରୁନାହାନ୍ତି। ଲାଗୁଛି ଯେମିତି କିଛି ଅଭିଶାପ ପରି ଆପଣଙ୍କୁ ଫିଲ୍ କରୁଛନ୍ତି ଆପଣ। ଏଇଟା ହଉଛି ଜୀବନର ସବୁଠୁ କଠିନ ପରିସ୍ଥିତି ଥିଲା। ଆଗକୁ ବଢିବାରେ ମଧ୍ୟ ଆପଣଙ୍କୁ ବହୁତ ସାରା ଅବଷ୍ଟାକଲ ବାଧା ଫେସ୍ କରିବାକୁ ପଡୁଥିଲା। ରିଲେସନସିପ ମଧ୍ୟ ଫୁଲ ସାଟିସ୍ଫାଇଂ ନଥିଲା। ବହୁତ ଜଣଙ୍କୁ ଲେଟ ଗୋ କରିଛନ୍ତି, ତାଙ୍କୁ ନିଜ ଜୀବନରୁ ବାହାର କରିଦେଇଛନ୍ତି। କୌଣସି ନିଜ ଲାଇଫ ରିଲେଟେଡ ଆପଣ ବହୁତ କଷ୍ଟ ପାଇଛନ୍ତି। ଆପଣ ଏସବୁ ପାଷ୍ଟରେ ଫେସ୍ କରିଛନ୍ତି ବା ପ୍ରେଜେଣ୍ଟ ଟାଇମ ଆପଣଙ୍କର ଏମିତି ଚାଲିଛି, ତାହେଲେ ୟୁନିଭର୍ସ ତରଫରୁ ଗାଇଡାନ୍ସ ଆସିଛି। ଆପଣଙ୍କର ଭାଗ୍ୟ ବଦଳିବାକୁ ଯାଉଛି କାରଣ ହୁଇଲ ଅଫ ଫରଚୁନ ଭାଗ୍ୟର କାର୍ଡ ଆପଣଙ୍କ ସହିତ ଅଛି। ଆପଣଙ୍କ ଜୀବନରେ ଏକ ନୂଆ ପରିବର୍ତ୍ତନ ପଜିଟିଭଲି ଗୋଟେ ନ୍ୟୁଜ ନେଇକି ଆସୁଛି। ଆପଣ ପଜିଟିଭଲି ଆଗକୁ ବଢିବେ। ଯାହା ଏ ପର୍ଯ୍ୟନ୍ତ ଅଟକି ଯାଇଥିଲା ବା ଆପଣ ସିଓର ନଥିଲେ ତାହା ଏବେ ଆଗକୁ ବଢିବା ମଧ୍ୟ ଷ୍ଟାର୍ଟ ହେଇଯିବ। ମନକୁ ଖୋଲା ରଖନ୍ତୁ ଓ ସିଚୁଏସନ ଅନୁଯାୟୀ ନିଜକୁ ବଦଳାନ୍ତୁ। ୟୁନିଭର୍ସ ଠିକ ସମୟରେ ଆପଣଙ୍କୁ ସବୁ କିଛି ଦବ ଆଉ ଆପଣଙ୍କ ପେନ୍ ମଧ୍ୟ କମ କରିବ। ୟୁନିଭର୍ସ ଉପରେ ଆପଣ ବିଶ୍ୱାସ ରଖନ୍ତୁ। ସବୁ କିଛି ଆପଣଙ୍କ ଭଲ ପାଇଁ ଘଟୁଛି। ଯଦି ଏବେ ତାହା ଆପଣଙ୍କୁ କ୍ଲିୟରଲି ଜଣା ପଡୁନି, ଲାଗୁଛି ଯେମିତି ଆପଣଙ୍କ ସହିତ କଣ ପାଇଁ ଘଟୁଛି, ତାହେଲେ ଆପଣ ଏବେ ପର ଷ୍ଟେଜ କୁ ଗଲେ ଜାଣିପାରିବେ ନାହିଁ ଏଇଟା ମୋ ସହିତ ହେଇଛି, ଠିକ ହେଇଛି। ମୁଁ ଏଥିରୁ ବହୁତ କିଛି ଜିନିଷ ଶିଖିବାକୁ ମତେ ମିଳିଛି। ଆତ୍ମବିଶ୍ୱାସର ସହିତ ଆପଣ ପଦକ୍ଷେପ ନିଅନ୍ତୁ। କିଛି ନୂଆ ଅପରଚୁନିଟି ଆପଣଙ୍କୁ ଆସିବ, ତାକୁ ମଧ୍ୟ ରିସିଭ କରନ୍ତୁ। ଆଉ ଯାହା ଏବେ ଫ୍ୟୁଚରକୁ ଆସିବାର ଅଛି ଆପଣଙ୍କ ଭାଗ୍ୟ ସାଥ ଦବ, ତା ଉପରେ ମଧ୍ୟ ଟ୍ରଷ୍ଟ ରଖନ୍ତୁ। ଯାହା ଯଦି ୟୁନିଭର୍ସ ତରଫରୁ ମେସେଜ ଆସୁଛି ତା କୁହନ୍ତୁନି ନାଇଁ ଏଇଟା ତ ହବନି, ଏପର୍ଯ୍ୟନ୍ତ ଖରାପ ହେଇ ଆସିଛି, ମୁଁ ଜାଣିଛି ଏପର୍ଯ୍ୟନ୍ତ ଖରାପ ହେଇ ଆସିଛି, ତା ମାନେ ନୁହେଁ ଯେ ଫ୍ୟୁଚରକୁ ମଧ୍ୟ ଆପଣ ନେଗେଟିଭ ୱାର୍ଡ ଦେଇକି ଯାହା ପଜିଟିଭ ଆସୁଛି ବି ତାକୁ ଦୂରେଇ ଦେବେ। ଯାହା ଆପଣଙ୍କ ପାଇଁ ନିର୍ଦ୍ଧାରିତ ହୋଇଛି ତା ଠିକ ସମୟରେ ଆପଣଙ୍କ ପାଖକୁ ଆସିବ। ୟୁନିଭର୍ସ ଉପରେ ଭରସା ରଖନ୍ତୁ। ଯଦି ଆପଣ ନେଗେଟିଭରେ ରହିଯାଉଛନ୍ତି ଆଉ ଭାବି ଦେଇଛନ୍ତି କି ନାଇଁ ସବୁ ନେଗେଟିଭ ହିଁ ହବ, ତାହେଲେ ଏଇଟା ଆପଣଙ୍କ ଫ୍ୟୁଚର ପାଇଁ ଜମା ବି ଭଲ ନୁହଁ। ଫ୍ୟୁଚର ସହିତ ପ୍ରେଜେଣ୍ଟକୁ ମଧ୍ୟ ଖରାପ କରିବ। ତ ଯାହାବି ଗାଇଡାନ୍ସ ଆସୁଛି ଆପଣ ତାକୁ ପଜିଟିଭଲି ରିସିଭ କରନ୍ତୁ ଆଉ ତାଙ୍କୁ ମାନିକି ଆଗକୁ ବଢନ୍ତୁ। ଜଜମେଣ୍ଟ ର କାର୍ଡ ଶୋ କରୁଛି। ଆପଣ ଏବେ ନିଜକୁ ନିଜେ ମୂଲ୍ୟାଙ୍କନ କରିବେ। କେତେ ଜାଗାରେ ଠିକ କେତେ ଜାଗାରେ ଭୁଲ, କେମିତି ଷ୍ଟେପ ନେବେ, ଆପଣ ନିଜ ନେଚର ହିସାବରେ କେତେ ମାର୍କ ରଖିବେ, ସେଇ ହିସାବରେ ଆପଣ ଏବେ ଫୋକସ କରିବେ, ନିଜ ଉପରେ କାମ କରିବେ। ନିଜର ମନ ଭିତରୁ ଗୋଟେ ଯେମିତି କି
ସଚେତନତା ଆସିଯିବ, ନୂଆ କରି କିଛି ଆରମ୍ଭ କରିବେ, ଯେମିତି ଲାଗିବ ଆପଣ ପାଷ୍ଟରୁ ଆଜି ପର୍ଯ୍ୟନ୍ତ ଯେମିତି ଥିଲେ ସେଇ ଚାପ୍ଟର କ୍ଲୋଜ ହେଇଗଲା, ଆଉ ଆପଣଙ୍କର ନୂଆ ଚାପ୍ଟର ଷ୍ଟାର୍ଟ ହେଲା। ଯୋଉମାନେ ଘରଠାରୁ ଦୂରରେ ରହୁଛନ୍ତି ସେମାନେ ତାଙ୍କ ପରିବାରକୁ ବହୁତ ମିସ୍ କରିବେ, ତାଙ୍କ ଘରକୁ ବହୁତ ମିସ୍ କରିବେ, ଏମିତି କି ତାଙ୍କୁ ମନେ ପକେଇ ମଧ୍ୟ କାନ୍ଦିବାର ଶୋ କରୁଛି। ତ ଯେଉଁମାନେ ବି ଘର ସହିତ ପୁରା ଆଟାଚ ସେମାନେ ଏଇ ସିଚୁଏସନ କୁ ବହୁତ ଭଲସେ ଫିଲ୍ କରିପାରୁଥିବେ। ଅ, କିନ୍ତୁ ଆପଣ କିଛି ବି ଏବେ ଦେଖିବେନି, ତୁରନ୍ତ ଡିସିସନ ନେଇଯିବେ। ଅ, ଆପଣଙ୍କର ସହିତ ଯାହା ହେଇଛି ଆପଣ ସମସ୍ତଙ୍କୁ କହିବାକୁ ଟ୍ରାଏ କରିବେ। ଆଉ ଗୋଟେ ଜିନିଷ ପଜିଟିଭ ହବାର ଯେହେତୁ ଶୋ କରୁଛି, ଏଇଟା ଏଥିପାଇଁ ଯେ ଆପଣଙ୍କ ସହିତ ଯିଏ ଯାହା କରିଛି ଆପଣ ତାକୁ ତା ବାଟରେ ଛାଡି ଦେଇଛନ୍ତି, ଆପଣ ତାଙ୍କୁ ହଇରାଣ କି ପ୍ରୋବ୍ଲେମ କରିବା ପାଇଁ ଚାହୁଁନାହାନ୍ତି। ସେ ମୋ ସହିତ ଏଇଟା କଲା ତ ଠିକ ଅଛି, କର୍ମ ଉପରେ ହିଁ ଆପଣ ଏଇଟା ଛାଡିଛନ୍ତି, ଯୋଉଟା କି ବହୁତ ବଢିଆ ଡିସିସନ। ଏଇଟ୍ ଅଫ୍ କପ୍ସ ଆପଣଙ୍କର ଶୋ କରୁଛି କି ପାଷ୍ଟ କୁ ଆପଣଙ୍କୁ ଛାଡିବାକୁ ପଡିବ, ଛାଡିକି ଆଗକୁ ବଢିବାରେ ଆପଣ କିଛି ବି ଭୟ କରନ୍ତୁ ନାହିଁ। କାରଣ ୟୁନିଭର୍ସ ଆପଣଙ୍କୁ ଏତେ ମଜବୁର କରିଦେଇଛି ଯେ ଆପଣଙ୍କୁ ଏବେ ଆଗକୁ ବଢିବାକୁ ହିଁ ପଡିବ। କିଛି ନୂଆ ଯାତ୍ରା ଆରମ୍ଭ କରିପାରନ୍ତି ବା ନୂଆ ସ୍ଥାନକୁ ଯିବାର ମଧ୍ୟ ଆପଣଙ୍କର ଯୋଗ ରହୁଛି। ଦୁନିଆରେ ଆହୁରି ଅନେକ କିଛି ଦେଖିବେ, ଶିଖିବେ ଆଉ ଅନୁଭବ କରିବାର ବାକି ଅଛି। ଏଇଠି ଲାଇଫ ସରିଗଲା ବୋଲି ଆପଣ ଭାବନ୍ତୁନି। ବର୍ତ୍ତମାନ ଜୀବନକୁ ନେଇ ଆପଣ ଯଦି ନିରାଶ ଅଛନ୍ତି, ସାହସ ରଖନ୍ତୁ, କାରଣ ଭବିଷ୍ୟତ ଅଧିକ ଉଜ୍ଜଳ ହେବାର ମଧ୍ୟ ୟୁନିଭର୍ସ ତରଫରୁ ମେସେଜ ଆସୁଛି। ନିଜ ହୃଦୟର କଥା ଶୁଣନ୍ତୁ, ଯାହା ସତରେ କରିବାକୁ ଚାହୁଁଛନ୍ତି ସେଇ କାମ କରନ୍ତୁ, ଆପଣଙ୍କୁ ଡେଫିନେଟଲି ସକ୍ସେସ ମିଳିବ ଆଉ ଆପଣ ଖୁସିରେ ରହିବେ। ଇଣ୍ଟେନ୍ସିଟିର ଶୋ କରୁଛି, ଆପଣ ଦେଖନ୍ତୁ ଡାର୍କ ରୁ କେମିତି ଲାଇଟ୍ ଆଡକୁ ଯାଉଛନ୍ତି। ୟାର ମାନେ ହଉଛି ନିଜ ଲକ୍ଷ୍ୟ ଉପରେ ଆପଣଙ୍କର ଗୋଟେ ଏକାଗ୍ରତା ଆସିବ, ଆତ୍ମବିଶ୍ୱାସ ଓ ସାହସର ସହିତ ଆଗକୁ ବଢିବେ, ଉତ୍ସାହ ଓ ଶକ୍ତି ମଧ୍ୟ ଆପଣଙ୍କ ମନରେ ବଢିବ। ଆପଣଙ୍କର ଏବେ ନେତୃତ୍ୱ ନବାର କ୍ଷମତା ମଧ୍ୟ ଆସିଯିବ। ନିଜର ଯେମିତି 100% ଆପଣ ଦେବେ, ଭୟ ଛାଡି ନୂଆ ଡିସିସନ ନେବେ। ସମ୍ପର୍କରେ ଆପଣଙ୍କର ସତ୍ୟତା ଆସିବ, ଯଦି କିଛି କମିଟମେଣ୍ଟ ମିଳିପାରୁନଥିଲା କମିଟମେଣ୍ଟ ମିଳିବ। ଅ, ଆଉ ଆପଣ ଏବେ ଯାହା ବି କାମ କରିବେ ଫୁଲ ଡେଡିକେସନ ସହିତ ମଧ୍ୟ କରିବେ। ନିଜର ଭାବନା ଯଦି ଆପଣଙ୍କୁ କିଏ କିଛି କହୁଛି ତାହେଲେ ତାଙ୍କୁ ସେଇଠି କ୍ଲିୟରଲି କହିଦିଅନ୍ତୁ, କିଛି ଭାବନାକୁ ନିଜ ମନ ଭିତରେ ରଖନ୍ତୁନି। ଯଦି ଆପଣଙ୍କୁ କୌଣସି କାମ କିଏ କହୁଛି ଏଇଟା କରିବା ପାଇଁ, ଯଦି ଆପଣଙ୍କର ମନ ନାହିଁ, ଯଦି ଆପଣଙ୍କର ଅସୁବିଧା ହବ ତାହେଲେ ତାଙ୍କୁ ଡାଇରେକ୍ଟ ନା କହିବା ଶିଖନ୍ତୁ। ଏମିତି ହଁ କହିଦେବେ ଆଉ ନିଜ କଷ୍ଟ ପାଇବେ, ସେଥିପାଇଁ ୟୁନିଭର୍ସ ଆପଣଙ୍କୁ ଏଇ ମେସେଜ ଦେଇନି। ଆପଣଙ୍କୁ ଷ୍ଟ୍ରଙ୍ଗ ହବାକୁ ପଡିବ, ନିଜ ପାଇଁ ଷ୍ଟାଣ୍ଡ ନବାକୁ ପଡିବ। ଉଁ, ଆପଣଙ୍କୁ ଯୋଉ କଠିନ ପରିଶ୍ରମ କରିଛନ୍ତି ତାର ଫଳ ମିଳିବ। କିଛି ଜାଗାରେ ଦେଖଉଛି କି ପ୍ରମୋସନ ବା ଗୋଟେ ବଡ ସଫଳତା ଆପଣଙ୍କୁ ମିଳିବ। ସ୍ପିରିଚୁଆଲିଟି ଦିଗରେ ଦେଖିବାକୁ ଗଲେ ଆପଣ ଅଧା ମନରେ ନୁହଁ, ପୂର୍ଣ୍ଣ ହୃଦୟ ସହିତ ନିଜର ସବୁ ଏନର୍ଜି ସହିତ ଜୀବନକୁ ବଞ୍ଚନ୍ତୁ। ତାପରେ ଆପଣ ନିଜର ପାୱାର ଜାଣିପାରିବେ। ବାବାଙ୍କ ତରଫରୁ ମେସେଜ ଆସିଛି ଇଗ୍ନୋର। ନିଜର ପ୍ରୋବ୍ଲେମ ହଉ, ନିଜେ ଯାହା କଷ୍ଟ ପାଇଛନ୍ତି, ଯନ୍ତ୍ରଣା ପାଇଛନ୍ତି, ଆଘାତ ପାଇଛନ୍ତି, ତାଙ୍କୁ ବାରମ୍ବାର କହିବା ଦ୍ଵାରା ସେଗୁଡା ସବୁ ଆପଣଙ୍କ ମନରେ ରହିଯାଉଛି, ଯାହା ଫଳରେ କି ଖୁସିର ଟାଇମ ବି ଆପଣଙ୍କୁ ଜଣା ପଡୁନି। ଆପଣ ସେଇ ପାଷ୍ଟ କୁ ଧରିକି ବସିଛନ୍ତି, ପ୍ରୋବ୍ଲେମ ଫେସ୍ କରିଛନ୍ତି, ସେଥିପାଇଁ ଏ ମେସେଜ ଆସିଲା, କିନ୍ତୁ ତାକୁ ଅନ୍ୟମାନଙ୍କ ଆଗରେ କମ କୁହନ୍ତୁ। ଆପଣ କହିବା ଦ୍ଵାରା ଆପଣଙ୍କ ପ୍ରୋବ୍ଲେମ ସଲ୍ଭ ହବନି, କିନ୍ତୁ ଅନ୍ୟମାନେ ଭାବିବେ ନାଇଁ ଯେ ୟା ସହିତ ହେଇଛି ଆମେ ଖୁସି ହଉଛୁ, ଏଇଟା ହବା ଦରକାର। କେବେ ବି ନିଜ ପ୍ରୋବ୍ଲେମକୁ ଅନ୍ୟ ଆଗରେ କହିବାକୁ ଚେଷ୍ଟା କରନ୍ତୁ ନାହିଁ। ମନରେ ଅଛି ପ୍ରୋବ୍ଲେମ, ଡାଏରୀରେ ଲିଖି ଦିଅନ୍ତୁ, ଗୋଟେ କପିରେ ଲିଖି ଦିଅନ୍ତୁ, ପେପରରେ ଲିଖି ଦିଅନ୍ତୁ, ତାପରେ ତାକୁ ଚିରି ଦିଅନ୍ତୁ। ନା ଆପଣଙ୍କ ପ୍ରୋବ୍ଲେମ କିଏ ଜାଣିବ, ନା ଆପଣଙ୍କ କିଏ ଭୁଲ ବୁଝିବ। କାରଣ ଆପଣ ଯେତେବେଳେ ପ୍ରୋବ୍ଲେମ କହୁଥିବେ, ମେ ବି ସେମାନେ କହିଦଉଥିବେ ହଁ ଏଇଟା ବହୁତ ଖରାପ କଥା, ପରେ କିନ୍ତୁ ସେଇଟା ଆପଣଙ୍କ ଦୁଃଖ ସେମାନେ ଶୁଣି ଖୁସି ହେବେ, ଖୁସି ହଉଥିବେ। ଆପଣଙ୍କ କଷ୍ଟକୁ ଆପଣ ଭାବୁଛନ୍ତି କି ଅନ୍ୟମାନଙ୍କୁ ବି କଷ୍ଟ ହଉଥିବ, ହେଲେ କଣ ପାଇଁ କହୁଛନ୍ତି? କଣ ପାଇଁ ନିଜ ମନରେ ସେ ଆଘାତ, ଯନ୍ତ୍ରଣା, ସେ ସବୁ କଥାକୁ ଚାପି ରଖିଛନ୍ତି? ସେଗୁଡା ସବୁ ପେପରରେ ଲେଖିକି ଡିଲିଟ କରିଦିଅନ୍ତୁ। ଏଇଟା ଥିଲା ପାଇଲ୍ 1 ର ରିଡିଂ। ପସନ୍ଦ ଆସିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିଦେବେ, ଆଉ ନିଜର ଲୋକମାନଙ୍କ ସହିତ ସେୟାର କରିଦେବେ। ପାଖରେ ଥିବା ବେଲ ଆଇକନ
କୁ କ୍ଲିକ୍ କଲେ ଯେତେବେଳେ ବି ମୁଁ କିଛି ଭିଡିଓ ପୋଷ୍ଟ କରିବି ସେଇଟା ଅନ୍ ଟାଇମ୍ ଆପଣଙ୍କ ପାଖକୁ ପହଞ୍ଚିଯିବ। ବାଏ, ଟେକ୍ କେୟାର। ଚାଲନ୍ତୁ ଦେଖିନବା ଏବେ ପାଇଲ୍ 2 ର ରିଡିଂ। ଆଉ ଆପଣଙ୍କର ୟୁନିଭର୍ସ ତରଫରୁ କଣ ଗାଇଡାନ୍ସ ଆସିଛି, ପାଷ୍ଟ ପ୍ରେଜେଣ୍ଟ ଫ୍ୟୁଚର ମଧ୍ୟ କେମିତି ରହିବ, ସେ ସବୁ ବିଷୟରେ ଡିଟେଲ୍ସ ରେ ଜାଣିପାରିବା। ଡେଭିଲ ର କାର୍ଡ ଆପଣଙ୍କୁ ଶୋ କରୁଛି, ଆପଣ କିଛି ବ୍ୟାଡ ହ୍ୟାବିଟ ରେ ରହିଯାଇଛନ୍ତି, ଚାହିଁକି ବି ମଧ୍ୟ ସେଇ ଖରାପ ଅଭ୍ୟାସ ଆପଣ ଛାଡି ପାରୁନାହାନ୍ତି। ଅ, କିଛି ଆପଣଙ୍କୁ ଡିପ୍ରେସନ ର କାରଣ ବି ବନେଇ ଦେଇଛି, ଆପଣ ବହୁତ ମାନସିକ ଅଶାନ୍ତି ଫିଲ୍ କରୁଛନ୍ତି। ଅ, କିଛି କଥା ମଧ୍ୟ ଲୁଚେଇକି ଆପଣ ରଖିଛନ୍ତି, ଅ, ଜିଦି ବହୁତ କରୁଛନ୍ତି, ଜିଦ୍ ଟିକେ ଛାଡନ୍ତୁ, ସମସ୍ତଙ୍କ ସିଚୁଏସନ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ଯଦି କୌଣସି ରିଲେସନସିପ ରେ ଥିଲେ ମ୍ୟାକ୍ସିମମ୍ ଚାନ୍ସେସ୍ ଶୋ କରୁଛି ଯେ ସେ ତାଙ୍କୁ ଧୋକା ଦେଇଛନ୍ତି ବା ତାଙ୍କ ସହିତ ଚିଟ୍ କରିଛନ୍ତି। ଆପଣ ଏବେ ଅନ୍ୟ ଉପରେ ଅଧିକ ନିର୍ଭର କରୁଥିବେ, ଏଇଟା ମଧ୍ୟ କାର୍ଡରେ ଶୋ କରୁଛି। ଅ, କୌଣସି ଜାଗାରୁ ଆପଣ ଚାହିଁଲେ ବି ବାହାରି ପାରୁନାହାନ୍ତି। ଲାଗୁଛି ଯେମିତି ଆପଣ ନିଜର ଆଶା ହରେଇ ବସିଛନ୍ତି, ଆପଣଙ୍କୁ ଅସହାୟତା ବୋଲି କି କିଛି ପାୱାର ନାହିଁ ସେଇ ଟାଇପ ର ଫିଲ୍ କରୁଛନ୍ତି। ନିର୍ଯାତନାର ଶିକାର ମଧ୍ୟ ହେଇଛନ୍ତି, ଆପଣଙ୍କୁ କିଏ ସେ କଥାରେ ହଉ ବା କେମିତି ବି ଆଟାକ୍ କରିପାରନ୍ତି ବା ଆକ୍ରମଣ କରିବାର ବି ମଧ୍ୟ ଶୋ କରୁଛି। ଯଦି ଏ ସବୁ ନେଗେଟିଭିଟି ଦେଇ ଆପଣ ଆସିଛନ୍ତି ଆଉ ଏ ସବୁ ଫିଲ୍ କରୁଛନ୍ତି, ତାହେଲେ ହୁଇଲ ଅଫ ଫର୍ଚ୍ୟୁନ ଭାଗ୍ୟ ଆପଣଙ୍କ ସାଥ ଏବେ ଦବ, ଆପଣଙ୍କୁ ସେ ପ୍ରତିଟି ଷ୍ଟେଜରେ ଗାଇଡ କରିବ। ପାଇଲ୍ 1 ରେ ମଧ୍ୟ ହୁଇଲ ଅଫ ଫର୍ଚ୍ୟୁନ ର କାର୍ଡ ଆସିଥିଲା, ଯୋଉଟା କି ବହୁତ ବଢିଆ କାର୍ଡ। ଥ୍ରୀ ଅଫ ୱାଣ୍ଡ ଶୋ କରୁଛି କି ଆପଣ ସୌଭାଗ୍ୟ ଓ ଭଲ ସୁଯୋଗ ଆପଣଙ୍କୁ ମିଳିବ, ଆପଣ ଯାହାର ଅପେକ୍ଷା କରୁଛନ୍ତି ସେଇ ଭଲ ଫଳ ଗୁଡିକ ବହୁତ ଶୀଘ୍ର ଆସିବ। ବର୍ତ୍ତମାନର ଚିନ୍ତା ଓ ସମସ୍ୟା ଧୀରେ ଧୀରେ ସଲ୍ଭ ହେବାକୁ ଯାଉଛି। ହୁଏତ ଆପଣଙ୍କୁ ଆଉ ଅଳ୍ପ କିଛି ସମୟ ଧୈର୍ଯ୍ୟ କରିବାକୁ ପଡିପାରେ, କିନ୍ତୁ ନିଶ୍ଚିନ୍ତ ରୁହନ୍ତୁ, ଯାହାବି ଆପଣ ଏବେ କଷ୍ଟ ଫିଲ୍ କରୁଛନ୍ତି ତାହାର ଏବେ ଏଣ୍ଡ ହବାକୁ ଯାଉଛି, ତାର ଶେଷ ସମୟ ଆସିଯାଇଛି, ଆଉ ଆପଣ ଏବେ ପଜିଟିଭ ଦିଗରେ ଆଗକୁ ବଢିବେ। ହୁଇଲ ଅଫ ଫର୍ଚ୍ୟୁନ ର କାର୍ଡ ଶୋ କରୁଛି, ଆପଣଙ୍କ ଭାଗ୍ୟ ଆପଣଙ୍କ ସପୋର୍ଟରେ ହବ, ଲାଇଫରେ ଗୋଟେ ବହୁତ ବଡ ଧରଣର ଚେଞ୍ଜ ହବାକୁ ଯାଉଛି। ଯଦି ଆପଣ ଏ ପର୍ଯ୍ୟନ୍ତ ଅଟକିକି ଥିଲେ, କିଛି ଡିସିସନ ନେଇ ପାରୁନଥିଲେ, ୟୁନିଭର୍ସ ଆପଣଙ୍କୁ ସପୋର୍ଟ କରିବ ଡିସିସନ ନବାକୁ ଆଉ ଆଗକୁ ବଢିବାକୁ। ଆପଣଙ୍କ ଲକ୍ ସାଥ ଦବ। ଯେଉଁମାନେ ବି ଆପଣଙ୍କ ସାଥିରେ ଅଛନ୍ତି ସେମାନେ ବୁଝିପାରିବେନି ଯେ ଆପଣଙ୍କ ସହିତ କଣ ହେଲା। ସେ ଏତେ ଟେନସନ ରେ ଥିଲା, ଏତେ କଷ୍ଟରେ ଥିଲା, କିନ୍ତୁ ଏବେ କେମିତି ସେ ଏତେ ଖୁସିରେ ରହୁଛି, ଏବେ କେମିତି ସେ ସବୁ କରିଦଉଛି, କାରଣ ଭାଗ୍ୟ ଆପଣଙ୍କ ସାଥ ଦବ। ୟୁନିଭର୍ସ ଉପରେ ଭରସା ରଖନ୍ତୁ ଆଉ ଏନର୍ଜିକୁ ପଜିଟିଭଲି ରିସିଭ୍ କରନ୍ତୁ। କିଛି ବି ଯେତେବେଳେ ପଜିଟିଭ ଗାଇଡାନ୍ସ ମିଳୁଛି ସେତେବେଳେ ନେଗେଟିଭ ରୁହନ୍ତୁନି କି ନେଗେଟିଭ ଚିନ୍ତାଧାରା କିଛି ବି ନିଜ ମନରେ ରଖନ୍ତୁନି। 10 ଅଫ କପ୍ ଶୋ କରୁଛି, ଆପଣଙ୍କ ଲାଇଫରେ ହାପିନେସ୍ ଆସିଯିବ। ପରିବାରରେ ଯାହା ଡିଷ୍ଟର୍ବାନ୍ସ ଚାଲିଥିଲା ସେଥିରେ ଖୁସି ଆସିବ, ପୁଣି ରିୟୁନିୟନ ଆପଣଙ୍କ ସହିତ ହବ। ଘରକୁ ଯୋଉମାନେ ବାହାରେ ଥିଲେ ସେମାନେ ବି ଘରକୁ ଯିବାର ଚାନ୍ସେସ୍ ଦେଖା ଦଉଛି। ପରିବାରରେ କିଛି ଗ୍ୟାଦରିଂ ହେଇପାରେ। ମ୍ୟାରେଜ ର କାର୍ଡ ମଧ୍ୟ ଶୋ କରୁଛି। ଆଉ ଯୋଉ ବି ରିଲେସନସିପ ରେ ସିଙ୍ଗଲ ଅଛନ୍ତି ସେମାନେ ଯିବାକୁ ଚାହୁଁଛନ୍ତି, ତାଙ୍କୁ ଲଙ୍ଗ ଟର୍ମ ରିଲେସନସିପ ମଧ୍ୟ ମିଳିପାରେ। ଗୋଟେ ଷ୍ଟାବିଲିଟି ଆସିବ ଆପଣଙ୍କ ଲାଇଫ ରେ, ଆପଣ ଯାହା ଯାହା ଚାହୁଁଥିଲେ ଆପଣଙ୍କୁ ସବୁ ମିଳିଯିବ। ଆପଣଙ୍କୁ ୟୁନିଭର୍ସ ପ୍ରୋଟେକ୍ଟ ମଧ୍ୟ କରିବ। ବହୁତ ସୁଖରେ ଆପଣ ଜୀବନ ବିତେଇବେ, ସମସ୍ତଙ୍କୁ ଭଲ ପାଇବେ, ସମସ୍ତଙ୍କର କେୟାର ମଧ୍ୟ ନେବେ, ସନ୍ତାନର ସୁଖ ମଧ୍ୟ ଦେଖଉଛି। ଆପଣ କ୍ରିଏଟିଭିଟିରେ ବହୁତ ଖୁସିରେ ଆଗକୁ ବଢିବେ, ନିଜ ଭାଗ୍ୟ ଆପଣଙ୍କର ସାଥ ଦବ। ରିଲେସନସିପ ଯଦି କିଛି ଡିଷ୍ଟର୍ବାନ୍ସ ଚାଲିଥିଲା ତାହେଲେ ସିଓର ରୁହନ୍ତୁ, ୟୁନିଭର୍ସ ତରଫରୁ ଗାଇଡାନ୍ସ ଆସିଛି, ଆପଣଙ୍କର ରିଲେସନସିପ ମଧ୍ୟ ଠିକ ରେ ଚାଲିବ। ଡେଷ୍ଟିନି ଆପଣଙ୍କ ସାଥ ଦବ। ଆପଣଙ୍କୁ ବ୍ଲେସିଂ ମିଳିବ, ଆଉ ଜଲ୍ଦି ହେଲ୍ଥ ଖରାପ ଥିଲା ସେଥିରେ ମଧ୍ୟ ଆପଣଙ୍କୁ ପଜିଟିଭଲି ମୁଭ କରିବେ, ନିଜର ଇଚ୍ଛା ପୂରଣ ହେବାକୁ ଯାଉଛି। ସପ୍ରେସନ ର କାର୍ଡ ଆସୁଛି, ଆଉ ଗୋଟେ ସାଇ ବାବାଙ୍କର ମେସେଜ ଏବେ ଦେଖିଦବା। ସପ୍ରେସନ ର କାର୍ଡ ଶୋ କରୁଛି,
ଆପଣ କିଛି ମାନସିକ ଚାପରେ ଅଛନ୍ତି, କିଛି ଭାର ଆପଣଙ୍କ ଉପରେ ପଡିଛି, ଅ, କିମ୍ବା ଗୋଟେ ଡରରେ ବା କାହାକୁ କିଛି ନ କହିବା, ନିଜର ଥିଙ୍କିଙ୍ଗ କୁ ଆପଣ ବନ୍ଦ କରିବାରେ ବ୍ୟସ୍ତ ଅଛନ୍ତି। ନିଜକୁ ନିଜେ ହିଁ ଆପଣ ଗୋଟେ ସର୍କଲ ଯେମିତି କୁହନ୍ତି ତାର ଭିତରେ ବନ୍ଦୀ କରିକି ରଖିଦେଇଛନ୍ତି। ଆପଣ ନିଜ ପାୱାର ଏବେ ଜାଣି ପାରୁନାହାନ୍ତି, ନିଜକୁ ପାୱାରଲେସ୍ ଫିଲ୍ କରୁଛନ୍ତି। ଏମିତି ହେଲେ ଆପଣଙ୍କୁ ନିଜକୁ କଷ୍ଟ ହବ। ନିଜକୁ କଷ୍ଟ ଦିଅନ୍ତୁ ନାହିଁ, ସିଧା ଉଠନ୍ତୁ ଆଉ ଆଗକୁ ବଢନ୍ତୁ। ୟୁନିଭର୍ସ ଆପଣଙ୍କ ସହିତ ରହିବ। କରୁଛି ମଧ୍ୟ ଆପଣଙ୍କ ପାଖରେ ଦକ୍ଷତା ଥିଲେ ମଧ୍ୟ, ସ୍କିଲ୍ ଥିଲେ ମଧ୍ୟ ଆପଣ ତାକୁ ପ୍ରକାଶ କରିପାରୁନାହାନ୍ତି। କଣ ପାଇଁ ଏତେ ଚିନ୍ତାରେ କଣ ପାଇଁ ଅଛନ୍ତି ଯେ ନିଜକୁ ନିଜେ ଖୋଲିକି ବଞ୍ଚୁନାହାନ୍ତି? କିଏ ସାଥ ଛାଡିଦେବେ? ଯଦି ସତ୍ୟର ସାଥ କିଏ ଛାଡି ଦଉଛନ୍ତି ତ ଛାଡିବାକୁ ଦିଅନ୍ତୁ। ନିଜେ ଏମିତି ସବୁ ସହିକି କଷ୍ଟ ନବା କୌଣସି ଆବଶ୍ୟକତା ନାହିଁ। କାହା ପାଇଁ କଷ୍ଟ ନଉଛନ୍ତି? କାରଣ ଆପଣ ସମସ୍ତଙ୍କ ଆଗରେ ଭଲ ହେଇପାରିବେ, ତଥାପି ବି ଆପଣଙ୍କୁ କେହି ଭଲ କହିବେନି। ଆଜିକା ଡେଟ ରେ ସମସ୍ତେ ନିଜ କଥା ଚିନ୍ତା କରୁଛନ୍ତି, ଆପଣ ମଧ୍ୟ ନିଜ କଥା ଚିନ୍ତା କରନ୍ତୁ। ତା ମାନେ ନୁହଁ ଯେ ଆମେ ଅନ୍ୟକୁ କଷ୍ଟ ଦେଇକି ନିଜ କଥା ଚିନ୍ତା କରିବା। ଆମେ ତ ସମସ୍ତଙ୍କର ଭଲ କରିପାରିବାନି ନା, କିନ୍ତୁ ଅନ୍ୟର ଭଲ ସହିତ ଆମ ନିଜର ବି ଭଲ ହବା ଦରକାର। ଆମେ ଅନ୍ୟର ଭଲ କରିଦେବା କିନ୍ତୁ ନିଜକୁ କଷ୍ଟ ଦେଇଦବା, ଏଇଟାକୁ ମୁଁ ସପୋର୍ଟ କରେନି। ଆପଣଙ୍କୁ ନିଜ ପାଇଁ ନିଜକୁ ବଞ୍ଚିବାକୁ ହବ, ନିଜ ପାଇଁ ନିଜକୁ ଲଢିବାକୁ ହବ, ଆଉ ଷ୍ଟ୍ରଙ୍ଗ ରହିବାକୁ ହବ। ଆପଣ ଯାହା ସେଇଟା ଏବେ ନୁହଁ, କାରଣ ଆପଣ ଏବେ ଷ୍ଟ୍ରେସ ରେ ଅଛନ୍ତି। ଚିନ୍ତା ଆଜି ନୁହେଁ ତ କାଲି ସରିଯିବ, ବନ୍ଦ ହେଇଯିବ। କିନ୍ତୁ ଏଇ ଯୋଉ ସମୟ ଆପଣ ଚିନ୍ତାରେ ବିତେଇ ଦଉଛନ୍ତି ସେଇଟା ଆଉ ଆପଣଙ୍କୁ ମିଳିବନି। ବୁଝିପାରୁଛନ୍ତି ମୁଁ କଣ କହିବାକୁ ଚାହୁଁଛି? ସ୍ମାଇଲ ସହିତ ଆଗକୁ ବଢନ୍ତୁ। ସମସ୍ତଙ୍କ ଲାଇଫ ରେ କଷ୍ଟ ଅଛି, କିନ୍ତୁ କଷ୍ଟକୁ ଏମିତି ଭାଙ୍ଗି ପଡିଲେ ହବନି। ମୁଁ ଜାଣିଛି ଆପଣ ଉଠିବେ ଆଉ ଆଗକୁ ବଢିବେ, ବିଶ୍ୱାସ ଅଛି। ସାଇ ବାବାଙ୍କ ତରଫରୁ ମେସେଜ ଆସିଛି ଡିଟାଚମେଣ୍ଟ ର। ଏଇ ମେସେଜ ଏଥିପାଇଁ ବି ଆସୁଛି, ଆପଣଙ୍କୁ ଯଦି କିଏ ଆସିକି ତାର ପ୍ରୋବ୍ଲେମ କହୁଛି, ଆପଣ ପୁରା ଦୁଃଖୀ ହେଇଯାଉଛନ୍ତି, ସ୍ୟାଡ ହେଇଯାଉଛନ୍ତି, ବହୁତ କିଛି ଭାବିବାକୁ ଲାଗୁଛନ୍ତି, ତାର ଦୁଃଖ କମେଇବାକୁ ଲାଗୁଛନ୍ତି। କିନ୍ତୁ କଣ ହଉଛି ଜାଣିପାରୁଛନ୍ତି? ଆପଣ ପ୍ରତିଟି ନେଗେଟିଭିଟି, ସେ ଯାହା ଯାହା କଷ୍ଟ କହୁଛନ୍ତି ଆପଣ ସେଗୁଡା ରିସିଭ କରୁଛନ୍ତି, ଯୋଉଟା କି ଭଲ ନୁହଁ। ଆପଣଙ୍କୁ ଯିଏ ନେଗେଟିଭ କହୁଛି ତା ମାନେ ନୁହଁ ଯେ ଆପଣ ସେ ସିଚୁଏସନ ରୁ ଉଠିକି ପଳାନ୍ତୁ। ଆପଣ ନିଜକୁ ଏତେ ଷ୍ଟ୍ରଙ୍ଗ ବନେଇ ଦିଅନ୍ତୁ କି କୌଣସି ପ୍ରକାର ନେଗେଟିଭ କଥା ଯଦି ମୁଁ ଶୁଣୁଛି ବି ମୋ ଭିତରକୁ ଆସିବନି, କି ମୁଁ ତା ବିଷୟରେ ଓଭର ଥିଙ୍କିଂ କରିବେନି। ଆପଣଙ୍କୁ ଡିଷ୍ଟାନ୍ସ ମେଣ୍ଟେନ କରିବାକୁ ପଡିବ, ଆପଣଙ୍କର ନିଜର ଭଲ ପାଇଁ। ଏଇଟା ଥିଲା ପାଇଲ 2 ର ରିଡିଂ। ପସନ୍ଦ ଆସିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିଦେବେ, ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ୍ କରିଦେବେ। ବାଏ, ଟେକ୍ କେୟାର। ଚାଲନ୍ତୁ ଦେଖି ନବା ଏବେ ପାଇଲ 3 ର ରିଡିଂ। କାର୍ଡ ଖୋଲୁ ଖୋଲୁ ମତେ ଖାଲି ଦେଖାଉଛି ପଇସା ପଇସା। ମନି, ଷ୍ଟାବିଲିଟି, ନିଜର କମ୍ଫର୍ଟ ଜୋନ୍, କଠିନ ପରିଶ୍ରମର ଫଳ। ଚାଲନ୍ତୁ ଦେଖି ନବା ୟୁନିଭର୍ସ ତରଫରୁ ଆପଣଙ୍କୁ କଣ ଗାଇଡେନ୍ସ ସବୁ ଆସିଛି। କିଙ୍ଗ ଅଫ ପେଣ୍ଟାକଲ୍ସ ଶୋ କରୁଛି। ଆପଣ ବହୁତ ମ୍ୟାଚୁର, କିନ୍ତୁ ସ୍ଥିର ରହିବା ଜାଣିଛନ୍ତି, ବାସ୍ତବବାଦୀ ମଧ୍ୟ। ଆପଣ ଗୋଟେ ସକ୍ସେସଫୁଲ ପର୍ସନ, ଗୋଟେ ବିଜନେସମ୍ୟାନ କହିଲେ ବି ମଧ୍ୟ ଆପଣଙ୍କୁ ଚଳେ। ନିଜକୁ ଉନ୍ନତ କରିବା, ଆହୁରି ଟ୍ରାଏ କରୁଛନ୍ତି, ଯେତିକି ମୁଁ ବେଟର ଅଛି ଆହୁରି ତାଠାରୁ ମଧ୍ୟ ବେଟର ପୋଜିସନ କୁ ଯାଏ। କିନ୍ତୁ କିଛି ରିସ୍କ ନବାକୁ ଆପଣ ଚାହାନ୍ତି ନାହିଁ। ଆପଣ ବହୁତ ଆଗକୁ ଡେଭଲପ କରିବେ, ଗୋଟେ ଉଚ୍ଚ ପଦରେ ରହିପାରନ୍ତି, ଆପଣଙ୍କୁ ସମ୍ମାନ ମିଳିବ, ଷ୍ଟାବିଲିଟି ଆପଣଙ୍କ ଲାଇଫରେ ଆସିବ, ଆଉ ସୁରକ୍ଷା ପ୍ରୋଟେକ୍ସନ ବି ମଧ୍ୟ ୟୁନିଭର୍ସ ଦ୍ୱାରା ଆପଣ ପାଇପାରିବେ। ପରିବାରର ରେସପନ୍ସିବିଲିଟି ବୁଝୁଥିବ, ଆଉ ଆପଣ ବହୁତ ସତର୍କ ଆଉ ସାବଧାନ ମଧ୍ୟ ରୁହନ୍ତି। ବହୁତ ବିଶ୍ୱାସ, ଆପଣଙ୍କ ଉପରେ ଯେ କୌଣସି ବ୍ୟକ୍ତି ବିଶ୍ୱାସ କରିପାରିବ, କାରଣ ଆପଣ ଜଣେ ବିଶ୍ୱାସ ଯୋଗ୍ୟ ଆଉ ନିଷ୍ଠାବାନ ପର୍ସନ କାର୍ଡରେ ଶୋ କରୁଛି। ଆପଣ ଅନ୍ୟମାନଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି, ଅନ୍ୟମାନଙ୍କୁ ସପୋର୍ଟ କରନ୍ତି, ଆଉ ନିଜ ପରିବାରକୁ ଏକାଠି ରଖିବା ପାଇଁ ଆପଣ ଭଲ ପାଆନ୍ତି।
ବହୁତ ନୀତିବାନ ଆପଣ। କିଛି ଆପଣଙ୍କର ଲକ୍ଷ୍ୟ ଅଛି ତାକୁ ହାସଲ ଆପଣ କରିବେ। ଆପଣଙ୍କୁ କଠିନ ପରିଶ୍ରମ ଯାହା ଆପଣ କରିଛନ୍ତି ତାର ଫଳ ଆପଣଙ୍କୁ ନିଶ୍ଚୟ ମିଳିବ। କୌଣସି କାମକୁ ମଧ୍ୟ ଆପଣ ଲାଷ୍ଟ ପର୍ଯ୍ୟନ୍ତ କମ୍ପ୍ଲିଟ କରି ସକ୍ସେସ୍ ମିଳିବ ଆପଣଙ୍କୁ। ସେଇଟା ବି ମଧ୍ୟ ଶୋ କରୁଛି। ଏସବୁ ପେଣ୍ଟାକିଲ୍ସ ମଧ୍ୟ ଶୋ କରୁଛି ଆପଣଙ୍କର ସମୃଦ୍ଧି ଆଉ ଆର୍ଥିକ ଉନ୍ନତିର ଶୁଭ ଆରମ୍ଭ ହେବାକୁ ଯାଉଛି। ଏହା ଫ୍ୟୁଚରରେ ମଧ୍ୟ ଯୋଉ ସକ୍ସେସ୍ ଆପଣଙ୍କୁ ମିଳିବ ଆଉ ଆଗକୁ ବଢିବା ପାଇଁ ଗୋଟେ ଦୃଢ ଭିତ୍ତି ସୃଷ୍ଟି କରୁଛି। ଆପଣଙ୍କୁ ସୁରକ୍ଷା ଦବ, ସ୍ଥିରତା ଦବ ଆଉ ଫାଇନାନ୍ସିଆଲ କଣ୍ଡିସନରେ ମଧ୍ୟ ବହୁତ ଡେଭଲପ କରିବେ। ଅ, ହଠାତ୍ ଧନ ଲାଭର ସୁଯୋଗ ମଧ୍ୟ ରହିଛି। ଇମ୍ପ୍ରେସ କାର୍ଡ ଶୋ କରୁଛି। କିଛି ନୂଆ ପ୍ରୋଜେକ୍ଟ ଆପଣ ଷ୍ଟାର୍ଟ କରିପାରନ୍ତି। ଯାହାବି ଆପଣ ଷ୍ଟ୍ରେସ ରେ ଥିଲେ ବା ହେଲ୍ଥ ଇସ୍ୟୁ ଥିଲା ଏବେ ସବୁ ଠିକ ହବାର ୟୁନିଭର୍ସ ତରଫରୁ ମେସେଜ ଆସିଛି। ଆପଣ ବହୁତ ଅନ୍ୟମାନଙ୍କୁ ସ୍ନେହ କରନ୍ତି, ତାଙ୍କର କେୟାର ନିଅନ୍ତି। ନିଜ ଭିତରେ ବହୁତ ଭଲ ପାୱାର ଅଛି। ଅ, ଅନ୍ୟଙ୍କ ଦୁଃଖ ବୁଝିପାରିବା ଆଉ ଅନ୍ୟଙ୍କ ହେଲ୍ପ ର ହାତ ବଢେଇବା ସେଇଟା ମଧ୍ୟ ଆପଣଙ୍କ ପାଖରେ ଅଛି। ଆପଣ ବହୁତ ନମ୍ର ଆଉ ଆପଣଙ୍କୁ ସମ୍ମାନ ମିଳିବ, ଆଦର ମିଳିବ, ଅ, ଶାନ୍ତି ବି ଆପଣ ରହିବେ। ଆପଣ ଆପଣ ନେଚରକୁ ବହୁତ ଭଲ ପାଇବେ। ଆପଣଙ୍କର କଷ୍ଟର ଫଳ ଆପଣଙ୍କୁ ମିଳିବ। ଆପଣ ଯାହାବି ଜିନିଷ ପାଇଁ ଆଶା କରୁଥିଲେ ତାକୁ ମିଳିଯିବ। ଅ, ଆଉ ଆପଣଙ୍କୁ ଗୋଟେ ବହୁତ କିଛି ମିଳିବାର ଅଛି ପଜିଟିଭଲି। ଆପଣ ଏବେ ଯୋଉ ଟାୟାର୍ଡ ଫିଲ୍ କରୁଥିଲେ ସେଥିରୁ ମଧ୍ୟ ଆପଣ ରେଷ୍ଟ ନେବେ, ନିଜର କେୟାର ନେବେ। ଅ, ଆଉ ମନକୁ ବହୁତ ପଜିଟିଭିଟି ଫିଲ୍ ଆସିବ। ଆପଣ ସୁନ୍ଦର ଆଉ ବହୁତ ସବୁ ଜିନିଷକୁ ଭଲ ପାଆନ୍ତି। ରିଲେସନସିପ କୁ ମଧ୍ୟ ଇମ୍ପୋର୍ଟାନ୍ସ ଦିଅନ୍ତି। ଆଉ ନିଜେ ଖୁସିରେ ରହିବା ସହିତ ଅନ୍ୟମାନଙ୍କୁ ବି ଚାହାନ୍ତି ଯେ ସେମାନଙ୍କ ଲାଇଫ ବି ବହୁତ ଭଲ ରହୁ, ସେମାନେ ବି ଖୁସିରେ ରୁହନ୍ତୁ। କୁଇନ୍ ଅଫ ପେଣ୍ଟାକଲ୍ସ ଶୋ କରୁଛି ଆପଣ ବହୁତ ଇଣ୍ଟେଲିଜେଣ୍ଟ। କିଛି ବିଜନେସ ବି ମଧ୍ୟ ରନ୍ କରନ୍ତି। ଗୋଟେ ଷ୍ଟାଟସ ଆପଣଙ୍କର ଅଛି। ଆପଣଙ୍କୁ ସମସ୍ତେ ରେସପେକ୍ଟ ଦେବେ। ଆପଣ ବହୁତ ଲୟାଲ। ଆପଣଙ୍କୁ କିଛି ସକ୍ସେସ୍ ମିଳିବ। ଆଉ ବହୁତ ଉଦାର ସ୍ୱଭାବର ଆପଣ। ଧନ ସମ୍ପତ୍ତି ମିଳିବ। ଆପଣ ଗୋଟେ ଲକ୍ଜରିୟସ୍ ଲାଇଫ ବଞ୍ଚିବାର କାର୍ଡରେ ଶୋ କରୁଛି। ଘରକୁ ସୁନ୍ଦର ଭାବରେ ଡେକୋରେଟିଭ କରିକି ରଖିବା ଆପଣଙ୍କୁ ବହୁତ ପସନ୍ଦ। ସେ ମଣିଷ ହୁଅନ୍ତୁ ବା ଜିନିଷ ହଉ ଆପଣଙ୍କୁ ସାଇଜ ରେ ରଖିବାକୁ ବହୁତ ପସନ୍ଦ କରନ୍ତି। ଆଉ ରୁଲ ରେଗୁଲେସନ ଭିତରେ ମଧ୍ୟ ନିଜେ ରହିବା ସହିତ ଅନ୍ୟମାନଙ୍କୁ ରହିବାକୁ ମଧ୍ୟ ଟ୍ରାଏ କରନ୍ତି। ଜୀବନରେ କିଛି ଆପଣଙ୍କୁ ଖୁସି ଭରିଦବ। ଆପଣ ବହୁତ ସିମ୍ପଲ କିନ୍ତୁ ବାସ୍ତବବାଦୀ। ଆପଣ ବହୁତ ପ୍ରାକ୍ଟିକାଲ, ଦୟାଳୁ ମଧ୍ୟ। ସମସ୍ତଙ୍କୁ ୱେଲକମ କରନ୍ତି, ସ୍ନେହ ନିଅନ୍ତି, ତାଙ୍କର ଯତ୍ନ ନିଅନ୍ତି। ଅ, କିଛି ଆଧ୍ୟାତ୍ମିକ ଶକ୍ତି ସହିତ ଆପଣ ଅଛନ୍ତି। ନିଜର ପୂଜା ପାଠରେ ଆଗ୍ରହ ହେଉ ବା କିଛି ସିଚୁଏସନ କୁ ଆଗରୁ ଜାଣିଦେବା ହଉ ଏଇଟା ବି ଆପଣଙ୍କ ପାଖରେ ଅଛି। ଅ, ଆପଣଙ୍କ ପାଖରେ ମଧ୍ୟ ମେ ବି ଆପଣ ଜଣେ ଟ୍ୟାରୋ କାର୍ଡ ରିଡର ହେଇପାରନ୍ତି। ଅ, ଆପଣ ଅନ୍ୟମାନଙ୍କର କ୍ଷେତ୍ରକୁ ମଧ୍ୟ ଯେମିତି ସୁସ୍ଥ କରିପାରିବେ ତାର ମଧ୍ୟ କ୍ଷମତା ଆପଣଙ୍କ ପାଖରେ ଅଛି। ଆପଣଙ୍କୁ ଗୋଟେ ମଦର ଫିଗର କହିଲେ ମଧ୍ୟ ଭୁଲ ହେବ ନାହିଁ। ର କାର୍ଡ ଆପଣଙ୍କ ପାଇଁ ମଧ୍ୟ ଶୋ କରୁଛି। ଏଇଟା ଏଥିପାଇଁ ଯେ ନିଜ ଭିତରେ ଯୋଉ ପାୱାର ଅଛି ଆପଣ ତାକୁ ଏନହାନ୍ସ କରନ୍ତୁ। ଆପଣ ଭୟ ଛାଡିକି ନିଜର ପ୍ରତିଭା ଦେଖେଇବାକୁ ଚେଷ୍ଟା କରନ୍ତୁ। ଆପଣଙ୍କ ପାଖରେ ପ୍ରତିଭା ଅଛି, ଆପଣଙ୍କ ପାଖରେ ଆଗକୁ ବଢିବାର ମଧ୍ୟ କ୍ଷମତା ଅଛି। କିନ୍ତୁ ଆପଣ ଯଦି ଭୟ ଛାଡିଦେବେ ଆଗକୁ ବଢିବେ ସକ୍ସେସ୍ ଆପଣଙ୍କୁ ମିଳିବ। ସାଇବାବାଙ୍କ ତରଫରୁ ମେସେଜ ଆପଣଙ୍କ ପାଖରେ ଅଛି। ଆପଣଙ୍କ ମନରେ ଯାହାବି ଡର ଅଛି, ଯାହାବି ଡାଉଟ ଅଛି ତାକୁ ସତ୍ୟ ବୋଲି ଭାବି ନିଅନ୍ତୁ ନାହିଁ। ଏଇଟା ରିଲେସନସିପ ଖରାପ କରିପାରେ ବା ଯଦି କୌଣସି ବିଶ୍ୱାସ ଆପଣଙ୍କର ଅଛି ସେଇଟା ଆପଣଙ୍କୁ ବାଧା ଦେଇପାରେ। ନିଜ ମନକୁ ଫ୍ରି ରଖନ୍ତୁ, ରିଏଲିଟିକୁ ଦେଖନ୍ତୁ। କେବଳ ମନରେ କିଛି ଜିନିଷ ଓଭର ଥିଙ୍କ କରିଦବା ତାକୁ ସତ ବୋଲି ଭାବିଦବା ଏଥିରେ ବାବା ଆପଣଙ୍କୁ ଅଟକାଇଛନ୍ତି। ସେଇଟା ବନ୍ଦ କରନ୍ତୁ। ଡାଉଟ ଏସବୁରେ ନିଜ ମନକୁ ହେଭି ହବାକୁ ଦିଅନ୍ତୁନି।
ଏଇ ଯୋଉ ଅନୁଭବ ଓ ଯାହା ସତ ତା ଉପରେ ଡିସିସନ ନିଅନ୍ତୁ। ମନକୁ ମଧ୍ୟ ଖୋଲା ରଖନ୍ତୁ ଆଉ ସତଟାକୁ ଗ୍ରହଣ କରନ୍ତୁ। ସତ ଯେତେ ପିତା ହେଲେ ବି ସେଇଟା ଆମ ପାଇଁ ବହୁତ ବେଟର। ଏଇଟା ଥିଲା ପାଇଲ୍ 3 ର ରିଡିଂ। ପସନ୍ଦ ଆସିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିଦେବେ, ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ କରିଦେବେ। ବାଏ, ଟେକ୍ କେୟାର।